बाबा टे कथा हेबे आज्ञा हेलो सर नमस्कार नमस्कार कर तुम कहलो गोटे कथा करूछ गोटे कथा सर कौन करिया सर गाँ से डिस्प्यूट सब रमण छे ए सॉरी केन्दुपदर नहीं 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 ये तुम जवान आज 15 दिन न्यूज संसार 11 कथा होते ओडिया आमे सिंह भाबिले कि हमको नहीं सर मोर 100 भरोसा नहीं मु नहीं बहुत भल पाए आई एम सर सरोज पाड़ी हाँ सर ये व्यवहार ठीक नहीं नहीं सर ये जो हम बात डिस्प्यूट शुणिले कि सेमाने नहीं कर दे गाँ आपण इनक्वारी करंदो एबे मते तांक मते ट्रैक्टर तमे सीरियल जानिछ कढौजति कि सर नहीं मते गोटे प्रश्न उत्तर दे मते जानिछ ना भला भाबरे हाँ भला जान सर भला भाबरे जानिछ आसिलो मो संगे कथा हेलो पुनी नहीं सर देखा नहीं बंद हेला साक्षात तो नहीं जो पानी कथा नहीं पळेला हमें बार्ता मासे नहीं 8 तारिख बंद अछि रेमो तमे 8 तारिख बंद थाउ 5 मास बंद थाउ 2 दिन बंद आज्ञा थाउ आज्ञा कि चलै थाउ सर कथार मूल्य रहिबा दरकार हाँ सर कथाटा मु सर जोटे केन्दुपदर कथार विषय रे मूल्य नहीं सेटा सरोज पाड़ी नहीं आज्ञा आज्ञा अंडरस्टैंड हाँ सर आ कोन सारू कोन मिलियो मते तो कहले मु 2-3 दिन भीतर आसुची आज बंद देखा नहीं कि सकात नहीं नहीं तो घाट थर बंद है केन्दुपदर किसी डिसाइड हो पारानी तो सर मुझे रही मुझे कही बापू नहीं नहीं जे तमे लोक केन्दुपदर मते डिस्प्यूट जहाँ जना अच्छी पड़छि तमे बिजनेस लाइन रो लोक नुह सुविधावादी लाइन रो लोक नाई मु सुविधा नहीं सर हां सुविधा यदि मुझे से तमे केबे एबे हबी से आज्ञा घाट आगु किए आम सब चलौछि देखो ना बेसिक नहीं सर मु से टाइप रो नहीं गुड़ीसर भी किए चलौछि केन्दुपदर गुड़ीसर न्यूज 11 गुड़ीसर ओडिया नहीं सर तो पाकिट रेंट हाँ सर आमर मोर सर अच्छी टेंडर चलौछ तो हाँ बंद अच्छे 8 तारिख 8 तारिख तुम पैसा दबो बोली कहलो गुड़ीसर पैसा कहीं देलन तो नहीं गुड़ीसर सर 2 चलनी मास मुझे होला बापू देइनो नहीं खाली तमे 2 लाख पैसा टका देइथिली जस्ट जे मागिले पर नहीं नहीं 2 आउ मासर कहले जे पैसा रानी तमे हेला 2 पर मास मु होला देइली बर्तन तो बैंक बंद टका हेला टिके सर देइनो कौन करिया हां ମୁଁ ବାପା ମାଗିଲା ପରେ 2 ଲକ୍ଷ ଦେଇଥିଲି ତାପରେ ତ ପାଣି ସେତେବେଳେ ପଳେଇଲା ଆସିଥିଲା ବନ୍ଦ ଦେଇଥିଲ ହେଇଯାଇଛି 2 ଘାଟ ମାସ ସାର୍ ହେଲା ବନ୍ଦ ତମେ ଅଛି ଘାଟ ଚଲେଇଛ କାହିଁ କିଛି କହିନ ଆଉ ନାଇଁ ଘାଟ ତ ବନ୍ଦ ଅଛି ତାପରେ ସେ ନାଇଁ ଯୋଉ ନାଇଁ ପେନାଲ୍ଟି ନାଇଁ ଯାହା ନାଇଁ ପଡିଯାଇଥିଲା ନାଇଁ ସେ ନାଇଁ ପେନାଲ୍ଟି ତମର କଥା କିଛି ଇଏ ନାଇଁ ଠିକ ଠିକଣା ମତେ ଲାଗୁନି ନାଇଁ ସାର୍ ଏମିତିରେ ଠିକ ହୁଏନି ବୋଲେ କାମ ହଁ କିନ୍ତୁ ବୋଧେ ଆରମ୍ଭ ହେଇସାରିଲେ ସବୁ ମେକଅପ୍ ହେଇ ଦେଲି ମୁଁ ଏମିତି ଭାବିଲି ବୋଲେ କିନ୍ତୁ ବୋଧେ ଡିସ୍ପ୍ୟୁଟ ଛିଡୁନି ନାଇଁ ତମ ଡିସ୍ପ୍ୟୁଟ ସେଟା କିଏ ସେଟା ୟାକୁ ସବଲିଜର ଦେଇ ଦେଇଛ ପରା କାହାକୁ ହଁ କେନ୍ଦୁପତ୍ର ତ ସେଟା ମୁଦୁଲିକୁ ଆପଣଙ୍କ ଏରିଆଟା କେନ୍ଦୁପତ୍ର ତ କିଛି ଠିକ ହେଲାନି ସାର୍ ସିଏ ତ ସେ ମୁଦୁଲିକୁ ତମ ଗୁଡିଶାର ଟା ଦେଇ ଦେଇଛ ପରା ନାଇଁ ସବଲିଜରେ ସିଏ କେ ମୁଦୁଲି କି ଆଜ୍ଞା ମୁଁ ଲିଜ୍ ହୋଲ୍ଡର ମୁଦୁଲି କଣ ଦେଇଦେଇ ସାର୍ ମୋ ପାଖରେ ଏଗ୍ରିମେଣ୍ଟ କପି ଥୁଆ ହେଇଛି ତମେ ଦେଇ ନାଇଁ ଦେଇଛ ମୁଦୁଲି କିଛି ନାହିଁ ତାକୁ ସେ ଯୋଉ 2022 ରେ ପରେ ତାକୁ ଖାଲି ବୁଝିବାକୁ ଦିଆଯାଇଥିଲା ବୋଲେ ସେ ଆରେ ଭାଇ ବୁଝିଲାନି କି ପଇସା ବୁଝିବାକୁ ଦେଲାନି ସେ ଦେଇଥିଲେ ଆଉଟ କଣ ହେଇଗଲା ଦେଇଥିଲା ଏଗ୍ରିମେଣ୍ଟ ତ କରିଛ ନା ଏଗ୍ରିମେଣ୍ଟ କପି ମୋ ପାଖରେ ଥୁଆ ଏଗ୍ରିମେଣ୍ଟ ହେଇଛି ତାକୁ ମୁଁ ଦିଟା ପାୱାର ପାଟର୍ନ ଫେଟେନି ଦେଇନି ଥୁଆ ପାୱାର ହେଇଛି ମୋ ପାଟର୍ନ ପାଖରେ ଦେଇନି ତାକୁ ହଁ ତାକୁ ପାୱାର ପାଟର୍ନ ମୁଁ ଦେଇନି ଜଷ୍ଟ ବୁଝିବାକୁ ଖାଲି ଦିଆଯାଇଥିଲା ଏଗ୍ରିମେଣ୍ଟ ହଁ ଅର୍ଥ କଣ ଦିଟା ଏଗ୍ରିମେଣ୍ଟ ଏଗ୍ରିମେଣ୍ଟ କିଛି ନାହିଁ ସେ ମୋର ନ୍यूଜ ସେ ସମୟରେ 11 ମୁଁ ଓଡିଆ ଯୋଉ ମୋର ସ୍ୱାସ୍ଥ୍ୟ ଭଲ ନଥିଲା ତାକୁ ମୁଁ ଭାଇ ମୁଁ ବୁଝିବାକୁ ଜଣେ 4 ମାସ ଓକିଲ ଦେଲି ଏ 4 ମାସ ମତେ ପରେ କଣ ସେ ପଇସା ବୁଝେଇଛନ୍ତି ଦେଲାନି ପଇସା ନ ଦେଲା ପରେ ସେ ଅଟୋମେଟିକ ଆଉଟ ଶୁଣାଇ ତ ହେଲା ହେଲା ପଇସା ଦେଲା ନଦେଲା ସେ କଥା ମତେ କୁହନା ହୁଁ ହୁଁ ଏଗ୍ରିମେଣ୍ଟ ର ଅର୍ଥ କଣ ତମେ କରିଛ ଦିଟା ମୋ ପାଖରେ ଥୁଆ ହେଇଛି ଏଇଠି ମୋ ସାମ୍ନାରେ ହଁ ସାର୍ ଥୁଆ ହଉ ଠିଆ ହେଲେ ହଁ ବର୍ତ୍ତମାନ ସିଏ ମୋର ପାର୍ଟନର ଏତେ ନାହିଁ ମାନେ ସିଏ ତାକୁ ମୁଁ ପାୱାର ପାଟର୍ନ ଦେଇନି ସିଏ ଏଇଟା କିଏ କୋଉ ମୁଁ ତ ଲିଜ୍ ପର୍ଯ୍ୟନ୍ତ ଅଛି ହୋଲ୍ଡର ଦିଟା ବା 3 ବର୍ଷ ପାଇଁ ଅଛି ଏଠି ହଁ ଆମର ସେଇଟା 27 ରେ ସରିଯିବ ଆଉ 27 ରେ 3 ବର୍ଷ ତମେ ଦେଇ ଦେଇଛ ଏଇଟାକୁ ନାଇଁ ନାଇଁ ମୁଁ ପାୱାର ଆଉ ପାଟର୍ନ ତମର ଦେଇନି କଣ ତାକୁ କହୁଛ ସୁଧା ତାକୁ ପାକିଡି ମୁଁ ପାୱାର ପାଟର୍ନ ଦେଇନି ଆପଣ ଭଲ ଭାବରେ ଦେଖନ୍ତୁ ପାୱାର ଆପେଟିନ୍ ନାହିଁ ଭାଇ ଏଗ୍ରିମେଣ୍ଟ ଟା କରିଛ ତା ନାଇଁ ସାଙ୍ଗରେ ତମେ ଏଗ୍ରିମେଣ୍ଟ ଯୋଉ ସମୟ ବୁଝିଲା ସେ ଏଗ୍ରିମେଣ୍ଟ ସେ ଫୁଲଫିଲ୍ କରିପାରିଲେନି ମତେ ପଇସା ସେ ହଁ ଟୋଟାଲ ଦେଲାନି ଯାହାଫଳରେ ସେ ଡିଫଲ୍ଟର ହେଲା ତେଣୁ ସେ ଆରେ ଆଉଟ ହେଲା ଡିଫଲ୍ଟର ହଉ କି କଣ ହଉଛି ଏଗ୍ରିମେଣ୍ଟ ତ ଅଛି ନା ତା ନାଁରେ ଏଗ୍ରିମେଣ୍ଟ ଥିଲେ କିଛି ହବ ଏଗ୍ରିମେଣ୍ଟ ଅନୁସାରେ ସେ ଫଲୋ କଲା କି ଏଗ୍ରିମେଣ୍ଟ ଖାଲି କଣ ଲେଖିଦେଲେ କଲ ହେଲା ତମେ କି ତାର କଣ ଏଗ୍ରିମେଣ୍ଟ ତ ତା ନାଁରେ କରିଦେଇଛ ତମେ ଏବେ କିଛି ତା ନାଁରେ କିଛି ବୁଝିବାକୁ ଖାଲି କୁହା ହେଇଥିଲା ପଇସା ସେ ଦେବି ବୋଲି କହିଲା ପଇସା ମତେ ସେଟା ତ ଦେଲାନି ଲେଖା ହେଇନି ଏଥିରେ ଆଜ୍ଞା ହଁ ବୁଝିବା ପାଇଁ ପଇସା କିଛି ଲେଖା ବୋଲି ହେଇଥିଲା ପଇସା ଲେଖା ହେଇଥିଲା ସେ ମତେ ଦେଲାନି ପଇସା ତେଣୁକରି ସେ ଆଉଟ ହେଲା ଆଉଟ ହେଲା ବୋଲି କହିଲେ ତମେ ପାଟିରେ ଆଉଟ କାଗଜ ପତ୍ର ଆଉ ଲେଖିକି କାଗଜ ଦେଇଛ କି ପତ୍ର ତାକୁ ସେ ଚାବି ପକେଇଲା ମୋର ଚଲେନି ସେ ସମୟରେ ଯିଏ ତହସିଲଦାର ହେଲେ ଥିଲେ କଣ ଏଡିଏମ କରିବ ସବୁ ଥିଲେ ତମେ ସେ ଭାଇ କୁହ ବିଷୟରେ ମତେ ଏତେ କଥା ବୁଝୁନ ତମେ ସେ ବିଷୟରେ ଜାଣିଛନ୍ତି ଆଇନ ସବୁ ଅନୁସାରେ ମାନେ ସିଏ ଥାନା ବି ବର୍ତ୍ତମାନ ଜାଣିଛି ସମସ୍ତେ ଜାଣିଛି କଲେକ୍ଟର ବନ୍ଧ ସାର୍ ଏ ବିଷୟରେ ସବୁ ଜାଣିଥିଲେ ତା କଲେକ୍ଟର ବିଷୟରେ ଜାଣନ୍ତୁ ଯିଏ ଜାଣନ୍ତୁ ମୋର ସେଥିରେ କିଛି ଦେବାର ନେବାର ନାହିଁ ବାପା ମତେ ଆଜ୍ଞା ଆଜ୍ଞା କଲେକ୍ଟର ନ୍यूଜ ରାମ 11 ଭୀମ ଓଡିଆ ମତେ ବୁଝନ ସାର୍ ବୁଝିଲ ସାର୍ ନା ଡୋଣ୍ଟ ସେ ଲାଇକ ଦିସ୍ ଆଜ୍ଞା ମତେ କଣ ତମେ ଆଇନ ବୁଝଉଛ ଇଏ ବୁଝଉଛ ନାଇଁ ନାଇଁ ମତେ ମତେ ଆପଣ ଭାବିଲ କି ସେ କହିଲେ ଇଏ ତାକୁ ଭଳିଆ ଦେଇଦେବି କହିଲୁ ମୁଁ ତାକୁ ଦେଇନି ତାକୁ କୁଆଡେ ଦେଇଥିଲି ଦେଇନି ପାୱାର ତାହେଲେ ପାଟର୍ନ କଣ ଦେଇଥିଲେ ଏଗ୍ରିମେଣ୍ଟ ଟା ମୋ ଦେଇଥିଲେ ହେଲା ପାଖରେ ଥୁଆ ହେଇଛି ହଁ ଆଗରେ ଏଠି ଥୁଆ ହେଲେ ତାକୁ ପାୱାର ପାଟର୍ନ ମୁଁ ଦେଇନି ସେ ପାୱାର ଅଫ ବର୍ତ୍ତମାନ ଆଟର୍ଣ୍ଣି କଣ ଏଗ୍ରିମେଣ୍ଟ ଅର୍ଥ କଣ ପାୱାର ଅଫ ଆଟର୍ଣ୍ଣି ହ୍ୱାଟ ଏଗ୍ରିମେଣ୍ଟ ଇଜ ଦ ଅର୍ଥ ଡିଫରେନ୍ସ ୟୁ ନୋ ଏଗ୍ରିମେଣ୍ଟ 17 ବନ୍ଦ ଦିଆହେଇଛି ତାକୁ ମୁଁ ହାତ କାଟିକି ଦେଇନି ତାକୁ ସତର ବୁଝିବାକୁ ପର୍ଯ୍ୟନ୍ତ ଜଷ୍ଟ ଅଛି ସେଇଟା ଦିଆଯାଇଥିଲା ତାକୁ ବୁଝିବାକୁ ଦିଆଯାଇଥିଲା କଣ୍ଡିସନ କରାଯାଇଥିଲା ସେ ମନ୍ଥଲି ମତେ ଦେବି ବୋଲି ସେ ଆରେ ଭାଇ ଦେଲାନି ସେ କଣ ଲେଖା ଫୁଲଫିଲ୍ ହେଇଛି ତମେ କରିପାରିଲାନି ପଢିକିରି ଏଇଟା ସତ କରିଛ ନା ଖାଲି ସତ ହଁ କରିଦେଇଛ ଖାଲି ସନ୍ଦେହ କଲେ ସେ ମତେ ଏଗ୍ରିମେଣ୍ଟ ଯୋଉ ପ୍ରକାର କରିଥିଲା ସେ ସମୟରେ ସେ ଫୁଲଫିଲ୍ କରିପାରିଲାନି ମତେ ଦେଲାନି ପଇସା ନ ଦେଲେ ତାକୁ ମୁଁ ଛାଡିକି ନଦେଲେ ହେଲେ ତମେ ତ ଏଗ୍ରିମେଣ୍ଟ ରୁ ଇଏ କଲନି ଏଗ୍ରିମେଣ୍ଟ ଇଏ କ୍ୟାନସଲ କଲେ ସେ କରିଦଉନ ଧରା ଦେଲାନି ଏଗ୍ରିମେଣ୍ଟ ପରା ଆମର ରେମ୍ ଚାଇପ ଗୋଟେ ବର୍ଷେ ମତେ ସେ ଚଲେଇ ଦେଲେନି ବର୍ଷରେ ସେ ଲସ୍ ନାଇଁ ମତେ ଭାଇ ଦବ
ଯଦି ସିଏ ନଥିଲା ନା ତମ ଖାଲି agreement ଟେଣ୍ଡର ର ହେଇଛି, ଆମର ତାକୁ 1.5 ଇଏ ବର୍ଷ କରିଦେଲନି? ଚାଲିନି ରେମ୍ବୁ ସେ ବନ୍ଦ କରିକି ରଖିଲେ, ତ ତାର ଲସ୍ କିଏ ଦବ? ହଁ 1.5 ବର୍ଷ ଆରେ କାଳ ସେ ତମର ବନ୍ଦ କରି ଲସ୍ କିଏ ରଖିଲେ, ଦବ କି ନ ଦେଲା ଦବ ପରେ ମୁଁ ସେ ଆଉ ସେଥିପାଇଁ ଚଲେଇଲେନି। ଦାୟୀ ମୁଁ କୁହେ। ତାକୁ ଯୋଉ ଏଗ୍ରିମେଣ୍ଟ ଦେଲି ଘାଟ ଚଲେଇବାକୁ କହିଲା, ଘାଟ ଚଲେଇଲାନି। ସେ ଚଲେଇଲ କି ଯଦି ନ ଚଲେଇଲା ଏଗ୍ରିମେଣ୍ଟ ତମେ ହଁ ମୋର କ୍ୟାନ୍ସେଲ ସେ କରିଥାନ୍ତ। ସେ ଧରା ଛୁଆଁ ଦେଲାନି ପରା। ମୋ ୱାଇଫ ହେଲେ ମୁଁ କଣ କରିବ ନେଇକିରି କଣ ଅନ୍ୟ ଆଇନ ରେମ୍ବରେ ଚଲେଇଲା। ଅନୁଯାୟୀ ମୋ ତା ୱାଇଫ ପାଖରେ ଅଛି। ନେଇକିରି ପୁରସ୍ତମ୍ପୁରରେ ଚଲେଇଲା। ସେ ସମୟରେ ମୁଁ ତହସିଲଦାରକୁ କହିଲି, ତହସିଲଦାର କହିଲେ ଆରେ ଭାଇ ସେମିତି ଶୁଣ ମୋ କାହିଁ କଲ? କଥାଟା ଶୁଣ, ତୁ ଯା ଭାଷଣ କାହିଁ ଦଉଛ? ଆଜ୍ଞା। ଭାଷଣ ଦିଅ ନା, ଭାଷଣ ତ ଆମେ ଦେବାକୁ କହୁଛୁ, ତମେ କାହିଁ ଭାଷଣ ଦଉଛ? News ତେଣୁ ମୁଁ Eleven ତାକୁ ଓଡ଼ିଆ। ସେମିତି କିଛି ପାୱାର ପେଟ ଦେଇନି। ହେଇଟି ପାୱାର ପେଟେନି ନା ଭାଇ, ମୋ ପାଖରେ PCH ପାଣିଗ୍ରାହୀ, ବ୍ରହ୍ମପୁର, ଗଞ୍ଜାମ ହଁ ପୁରା ଏଗ୍ରିମେଣ୍ଟ ତାକୁ କପିଟା ଅଛି ମୋ ପାଖରେ। ହଁ ତାକୁ ବୁଝିବାକୁ ଦିଆଯାଇଥିଲା, ତାକୁ ମୁଁ ଦେଇନି। ବୁଝିବାକୁ ସିଏ ଲେଖିନ ଭାଇ ତମେ ଲିଜ୍ ଏକା। ହୋଲ୍ଡର ମୁଁ ନିଜେ ଅଛି, ମୁଁ ଡିଲିଂ କରୁଛି, ମୁଁ ପଇସା ତମେ ବାନ୍ଧିକିରି ଡିଲିଂ ଶୁଣ ମେଣ୍ଟେନ ଭାଇ, କରୁଛି। ତମେ ଡିଲିଂ କଲେ କିଛି କରିପାରିବ? ଆଇନ ଅନୁସାରେ ହୁଁ ଏଇଟା ହଉଛି ମୁଦୁଲି ହଉଛି ଆର ହକଦାର 27 ପର୍ଯ୍ୟନ୍ତ। ହୁଁ ତମର କିଛି ନାହିଁ ଏବେ। ହଁ ମୁଁ ତ ଏବେ ରୟାଲି ବାନ୍ଧିଛି ନିଜେ। ଯଦି ତମେ ହକଦାର ବାନ୍ଧିଲେ ନାହିଁ, ମୁଁ କଣ ଭାଇ ରୟାଲି ବାନ୍ଧିକିରି ମତେ ଏଗ୍ରିମେଣ୍ଟ ତା ୱାଇଫାର୍ମ ନାଁରେ ଗଭର୍ଣ୍ଣମେଣ୍ଟ ପ୍ରୁଭ୍ କେମିତି ଦେଲା? କରିଦେଲ। ମତେ ୱାଇଫାର୍ମ ଗଭର୍ଣ୍ଣମେଣ୍ଟ କେମିତି ଦେଲା? ମୁଁ ତ ପଇସା ବାନ୍ଧିଲି। ଏବେ ଏ ଯୋଉ ରୟାଲି ତମେ ପଇସା ମୁଁ ପାଇଛି, ବାନ୍ଧିଲେ ତାଠୁ ମୋ ଆଇନି ନା। କଥାଟା ବୁଝିବାର ଅଛି ନା। ତମେ ତମେ ଆମ ଘରେ କଣ ଆଇନଟା ଅଛି କି? ନାଇଁ ନାଇଁ ଘରେ ଆଇନ ନାହିଁ, ପଇସା ତ ମୁଁ ବାନ୍ଧୁଛି, ମୁଁ ଲିଜ୍ ହୋଲ୍ଡର, ମୁଁ ତମେ ପଇସା ବାନ୍ଧିଲେ ବାନ୍ଧିଲି କଣ ହବ? ରୟାଲିଟି, ମୁଁ ୱାଇଫାର୍ମ ଆଣିଲି ରିସିଭ୍ କଲି। ତମେ ୱାଇଫାର୍ମ ରିସିଭ୍ କରିଲ, ସବୁ କରିବ, ହୁଁ କିନ୍ତୁ ଏଗ୍ରିମେଣ୍ଟଟା ତା ନାଁରେ ଅଛି ନା। ହଁ ଥାଉ, ସିଏ ନଉ ନହେଲେ କଣ ଅସୁବିଧା? ହେଲେ ଆମେ କାହା ସାଥିରେ କଥାବାର୍ତ୍ତା କରୁ? ହଁ କରନ୍ତୁ। ଆମେ ତମ ସାଥିରେ କଥାବାର୍ତ୍ତା କଲୁ, ତମେ ତ ଧରା ଛୁଆଁ ଦେଲନି କି ଦେଖା ନାଇଁ ସାକ୍ଷାତ ଭରାଛୁଆଁ ଦେଲନି। ବୋଇଲେ ଆଜ୍ଞା ଚାଲିନି, ଘାଟ ଚାଲିନି ଆଜ୍ଞା, ତମେ ବନ୍ଦ ଘାଟ ଅଛି ଆଉ। ଚଲା ନ ଚଲାଏ ବାବୁ। ଡୁ ୟୁ ଥିଙ୍କ ଆଇ ଏମ୍ ଏ ବିଜନେସମ୍ୟାନ? ଆଜ୍ଞା। ମୁଁ କଣ ବିଜନେସମ୍ୟାନ ତମ ଭଳି ହେଇଛି? ନାଇଁ ନାଇଁ ବିଜନେସ ମ୍ୟାନ ମୁଁ ଆଉ କଣ କହୁଛି ୟୁ କି ଆର୍ ଟକିଂ ଲାଇକ୍ ଦିସ୍? ଜିନିଷଟା News କହିଲେ ଏଟା 11 ତାର ବୋଲି ଓଡ଼ିଆ। କହିଲେ ତ ମୁଁ କହୁଛି, ତାର କୁଆଡେ ତାର ଏଟା ହବ? ଏଗ୍ରିମେଣ୍ଟଟା ଅଛି ତାର ଆଜ୍ଞା। ତାର ତମେ ହେଲେ ସିଏ ନଉ ଅଫିସିଆଲ ଆଜ୍ଞା, ଦେଖ। ସିଏ ନେଲେ ନଉ, ତା ନାଁରେ କରିଦଉ, ନହେଲେ ଏବେ କିଛି ମୋ ଚାହିଁରେ ଦୁଃଖ ନାହିଁ ସାର୍। ଦୁଃଖ କଣ କରିବାର ଅଛି କି? ତମେ ତ ହାତ କାଟିକି ଲେଖିକି ଦେଇ ହଁ ଦେଇଛ। ମୁଁ କିଛି ହାତ କାଟି ଦେଇନି, ପାୱାର ଦେଇନି। ମୁଁ ବର୍ତ୍ତମାନ ରୟାଲି ବାନ୍ଧିକିରି ମୁଁ ରିସିଭ୍ ମୋ ନାଁରେ ଲିଜ୍ ହୋଲ୍ଡର ଶୁଣ ଅଛି ହେଲା। ସେ ତାର କିଛି ନାହିଁ, ତା ନାଁରେ କିଛି ନାହିଁ। ଶୁଣ ଭାଇ, ମତେ ତମ ଭିତରେ ବୁଝାବୁଝି ହୁଅ, କଣ କରିବ ମତେ ହଁ ସେଥିରେ ସେଇଟା ପରାଏ। ବୁଝାବୁଝି ସମୟ ହବ। ଇଏ ତମେ ବୁଝ, ଆମେ ଯାହା କଥାବାର୍ତ୍ତା କରୁ ବର୍ତ୍ତମାନ ମୁଦୁଲି ସାଙ୍ଗରେ କଥାବାର୍ତ୍ତା କରୁ। କରନ୍ତୁ। ହଁ, ଆଇ ୱିଲ୍ ଟକ୍ ଟୁ ହିମ୍, ନଟ୍ ଟୁ ୟୁ। ଠିକ ଅଛି, ରହିଲେ ଆଜ୍ଞା। ହଉ। ବେଶୀ ଫାଲତୁ କଥା